ସାଙ୍ଗମାନେ ଆଜି ଆମେ ଜାଣିବା ଦ୍ରୌପଦୀଙ୍କର ଏମିତି 6ଟି ରହସ୍ୟ ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ, ଯାହାକି ଆପଣମାନଙ୍କୁ ଜଣା ନାହିଁ। କ'ଣ ସେହି ରହସ୍ୟ? ମହାଭାରତରେ ଦ୍ରୌପଦୀଙ୍କୁ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ। ଦ୍ରୌପଦୀଙ୍କ ବିଷୟରେ ମଧ୍ୟ ଆପଣମାନେ ଜାଣିବା ପାଇଁ ବହୁତ ଇଚ୍ଛୁକ ଥିବେ, ହେଲେ ଆପଣମାନେ ଜାଣିନାହାନ୍ତି। କିନ୍ତୁ ଜାଣିବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ। ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ଏ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବେ। ତ ସାଙ୍ଗମାନେ ଆଜିର ଭିଡ଼ିଓଟି ହେଉଛି ଦ୍ରୌପଦୀଙ୍କର ଏମିତି 6ଟି ରହସ୍ୟ ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। କ'ଣ ସେହି 6ଟି ରହସ୍ୟ? ଚାଲନ୍ତୁ ଭଲ ଭାବରେ ଜାଣିନେବା। ଆପଣମାନେ ସମସ୍ତେ ମହାଭାରତ ବିଷୟରେ ନିଶ୍ଚିନ୍ତ ଜାଣିଥିବେ। ଏହି ମହାଭାରତ ଗ୍ରନ୍ଥର ମୁଖ୍ୟ ଭୂମିକାରେ ଥିଲେ ଦ୍ରୌପଦୀ। ଦ୍ରୌପଦୀ ଥିଲେ 5 ପାଣ୍ଡବଙ୍କର ପତ୍ନୀ। ମହାଭାରତରେ ଦ୍ରୌପଦୀଙ୍କର ବହୁତ ବଡ଼ ଭୂମିକା ରହିଥିଲା। ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କୁ ଦ୍ରୌପଦୀଙ୍କର କିଛି ଗୁପ୍ତ କଥା ବିଷୟରେ କହିବି। ତେବେ ଆସନ୍ତୁ ଜାଣିବା ଦ୍ରୌପଦୀଙ୍କର ବିଷୟରେ। ଭବିଷ୍ୟ ପୁରାଣରେ ଦ୍ରୌପଦୀଙ୍କ ବିଷୟରେ କୁହାଯାଇଛି ଯେ ପୂର୍ବ ଜନ୍ମରେ ଦ୍ରୌପଦୀ ଏକ ଗରିବ ବ୍ରାହ୍ମଣ ଝିଅ ଥିଲେ। ସେତେବେଳେ ଦ୍ରୌପଦୀ ଜଙ୍ଗଲରେ ରହି ନିଜର ଭରଣ ପୋଷଣ କରୁଥିଲେ, ହେଲେ ନିଜର ପୁଣ୍ୟକର୍ମ ପାଇଁ ସେ ନିଜର ପରଜନ୍ମରେ ପାଣ୍ଡବମାନଙ୍କର ପତ୍ନୀ ହୋଇଥିଲେ। ଭବିଷ୍ୟ ପୁରାଣରେ ଏହା ମଧ୍ୟ ଲେଖା ହୋଇଛି ଯେ ଯେତେବେଳେ ଯୁଧିଷ୍ଠିର ଜୁଆ ଖେଳରେ ହାରିଯାଇଥିଲେ, ସେତେବେଳେ ତାଙ୍କୁ ବନକୁ ଯିବା ପାଇଁ ପଡ଼ିଥିଲା। ସେହି ସମୟରେ ମୈତ୍ରୀ ଋଷି କହିଥିଲେ ଯେ ଦ୍ରୌପଦୀ ତାଙ୍କର ପୂର୍ବ ଜନ୍ମରେ ଏତେ ପୁଣ୍ୟ କରିଛନ୍ତି ଯେ ସେ ଯେଉଁ ସ୍ଥାନକୁ ଯିବେ ସେହି ସ୍ଥାନରେ ଅନ୍ନପୂର୍ଣ୍ଣ ରହିବ। ଦ୍ରୌପଦୀଙ୍କ ସହ ଜଡ଼ିତ ଦ୍ୱିତୀୟ ରହସ୍ୟ ହେଉଛି ଅର୍ଜୁନ ଦ୍ରୌପଦୀ ସ୍ୱୟଂବର ସମୟରେ ସମସ୍ତ ସର୍ତ୍ତକୁ ପାଳନ କରି ଦ୍ରୌପଦୀଙ୍କୁ ବିବାହ କରିଥିଲେ। ଏହାପରେ ଅର୍ଜୁନ ଦ୍ରୌପଦୀଙ୍କୁ ନେଇ ନିଜ ମା କୁନ୍ତୀଙ୍କ ପାଖକୁ ନେଇଯାଇଥିଲେ ଓ କହିଥିଲେ, ଦେଖ ମା, ଆଜି ଆମେ ଆପଣଙ୍କ ପାଇଁ ଏକ କ'ଣ ଆଣିଛୁ। ସେହି ସମୟରେ କୁନ୍ତୀ କହିଲେ, ସମସ୍ତ ଭାଇ ତାହାକୁ ପରସ୍ପର ମଧ୍ୟରେ ବାଣ୍ଟି ଦିଅ। ଏହାପରେ କୁନ୍ତୀ ଦ୍ରୌପଦୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେହି ସମୟରେ ଶ୍ରୀକୃଷ୍ଣ ଆସିଥିଲେ ଓ ସମସ୍ତଙ୍କୁ ଦ୍ରୌପଦୀଙ୍କର ପୂର୍ବଜନ୍ମ ବିଷୟରେ କହିଥିଲେ। ପୂର୍ବଜନ୍ମରେ ଦ୍ରୌପଦୀ ଭଗବାନ ଶିବଙ୍କୁ ପୂଜା କରି ବରଦାନ ନେଇଥିଲେ ଯେ ତାଙ୍କୁ ପରଜନ୍ମରେ ଧର୍ମପରାୟଣ, ବଳବାନ, ଶ୍ରେଷ୍ଠ ଧନୁର୍ଦ୍ଧର, ରୂପବାନ ଓ ଧୈର୍ଯ୍ୟବାନ ସ୍ୱାମୀ ମିଳୁ, ଯାହାଫଳରେ ତାଙ୍କୁ 5 ପାଣ୍ଡବ ମିଳିଥିଲେ। ଦ୍ରୌପଦୀଙ୍କ ସହ ଜଡ଼ିତ ତୃତୀୟ ରହସ୍ୟ ହେଉଛି ସାଙ୍ଗମାନେ ଦ୍ରୌପଦୀ କିପରି ନିଜ ସମସ୍ତ ସ୍ୱାମୀମାନଙ୍କ ସହ ସମାନ ପ୍ରେମଭାବ ରଖୁଥିଲେ ଓ ଦ୍ରୌପଦୀଙ୍କୁ ନେଇ ପାଣ୍ଡବମାନଙ୍କ ମଧ୍ୟରେ କାହିଁକି କୌଣସି ବାଦବିବାଦ ହେଉନଥିଲା। ପାଣ୍ଡବମାନେ ଏକ ନିୟମ କରିଥିଲେ, ତାହା ହେଉଛି ଦ୍ରୌପଦୀ କେବେ ହେଲେ ଏକା ସହ 5 ପାଣ୍ଡବଙ୍କ ପାଖକୁ ଯିବେ ନାହିଁ। ଜଣେ ଭାଇ ଦ୍ରୌପଦୀଙ୍କ ସହିତ 1 ବର୍ଷ ପର୍ଯ୍ୟନ୍ତ ରହିବେ, ଏହାପରେ ଅନ୍ୟ ଜଣଙ୍କ ସହ ଅନ୍ୟ 1 ବର୍ଷ ରହିବେ ଦ୍ରୌପଦୀ। ଏହି ନିୟମ ଅନୁସାରେ ଦ୍ରୌପଦୀ 5 ଭାଇଙ୍କ ସହ ସମାନ ପ୍ରେମଭାବ ରଖି ରହୁଥିଲେ। ଏହାର ଅନ୍ୟ ଏକ ମୁଖ୍ୟ ନିୟମ ଥିଲା, ଯେତେବେଳେ ଦ୍ରୌପଦୀ ଏକ କକ୍ଷରେ ଗୋଟେ ଭାଇ ସହ ଥିବେ, ସେହି ସମୟରେ ଅନ୍ୟ କୌଣସି ଭାଇ ସେହି କକ୍ଷ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ। ଯଦି କିଏ ଏହି ନିୟମର ଉଲ୍ଲଂଘନ କରିବେ, ତାହେଲେ ତାଙ୍କୁ 1 ବର୍ଷ ପର୍ଯ୍ୟନ୍ତ ବନରେ ରହିବାକୁ ହେବ। ତେଣୁ ଭାଇମାନଙ୍କ ମଧ୍ୟରେ କେବେ ବି ହେଲେ ଦ୍ରୌପଦୀଙ୍କୁ ନେଇ କୌଣସି ବାଦବିବାଦ ଦେଖାଦେଇ ନଥିଲା। ସାଙ୍ଗମାନେ ଏହା ଥିଲା ଦ୍ରୌପଦୀଙ୍କର କିଛି ମୁଖ୍ୟ ରହସ୍ୟ କଥା। ସାଙ୍ଗମାନେ ଆପଣମାନେ ଭଲ ଭାବରେ ଜାଣିପାରିଥିବେ
कि द्रौपदी पांचु पांडवों को कहीं बाहा होइथिले। कारण जेतमले अर्जुन द्रौपदी को आनी तांको माँ पाखक आसीथिले सेही समय रे माता कुंती कहिथिले जे आपण माने जहा भी आनिछंती निज निज भितरे परस्पर भितरे बांटी नियंतु। माने माँ को जना नथिला सी काहाकू आनिकरी आसीछंती, किंतु माँ भाविथिले कि अलगा किछि सी आनिकरी आसीछंती। सेथिपई माँ कहिथिले जे कि तुमे जहा भी आनिछ तुमे पांच भाई भितरे बांटी नियो। सेथिपई द्रौपदी पांचु पांडवंकर पत्नी होइथिले आउ से पंचु पांडव को समान समान भाव में भल पाइबा देउथिले। केमिति भल पाइबा देउथिले? सेमानंक मध्यरे बुझाबणा बहुत भल थिला। सेमानंकर कथा होइथिला जे द्रौपदी गोटिए भाईंक पाखरे गोटिए वर्ष बितेइबे, सेही भली पांच भाईंक पाखरे 5 वर्ष बितेइबे। एही भली सेमानंकर कथा होइथिला। सेथिपई केबे भी हेले पांच भाईंक भितरे केबे भी हेले एही कथा को नहीं मनमालिन होई नहीं। सांगमानी ई थिला द्रौपदींकर किछि रहस्यमय कथा। जदि आपण माने महाभारत विषय रे आउ किछि अधिक जानिबा पई चाहुचंती, जदि किछि भी आपणकर जानिबा पई आपण इच्छा करूचंती, ताहाले आपण माने मते कमेंट माध्यम रे जणै परिबे जहा कि आपण मानकू जणा नहीं। कारण महाभारत विषय रे बहुत लोक माने बहुत किछि जानिबा पई चाहुचंती, बहुत किछि जानिबारे सेमानंक मनरे इच्छा अछि, हेले सेमाने जानि पारु नाहांती। तो मु आपण मानकू जणै देबाकू चाहूची ये थिला द्रौपदींकर किछि रहस्यमय कथा। तो आपण माने जेकोसी विषय रे भी जानिबाकू चाहुथिबे ताहाले मते कमेंट माध्यम रे निश्चित भाव में जनइबे। जदि भिडियोटी आपण मानकू भल लागिथिबो लाइक टे करिदेबे, शेयर निश्चित भाव में करिदेबे, कमेंट बॉक्स रे आपण मानकर मतामत रखिबे। धन्यवाद। जय जगन्नाथ, जय मां शारला, जय श्री कृष्ण।